21 ପରେ ମିଳିବ ଆଶ୍ୱସ୍ତି। ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା। ଆହୁରି 2 ଦିନ ଖରା କରିବ କଲବଲ। 21 ପରେ ବର୍ଷା ଆଣିପାରେ ଆଶ୍ୱସ୍ତି। 21 ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା। ଆକାଶରୁ ଅଗ୍ନି ବର୍ଷା। ସକାଳ ହେଉ ହେଉ ମାଡ଼ି ଆସୁଛି ଖରା। ସକାଳ 9ଟାରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଉପକୂଳ ଓଡ଼ିଶା ସବୁଠି ଜଳୁଛି। ରାଜ୍ୟରେ ଆହୁରି 5 ଦିନ ଏଭଳି ହିଟୱେଭ୍ ସ୍ଥିତି ରହିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା 3 ଦିନ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ସରକାରୀ ବେସରକାରୀ ଘରୋଇ ସ୍କୁଲ ବନ୍ଦ ରହିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରବଳ ଖରାରେ ଆଉଟୁ ପାଉଟୁ ଜନଜୀବନ। ଆସନ୍ତା 2 ଦିନରେ ତାପମାତ୍ରା ଆହୁରି 3 ଡିଗ୍ରୀ ବୃଦ୍ଧି ପାଇବ। ଫଳରେ କିଛି ସ୍ଥାନରେ ପାରଦ 45 ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଗୁରୁବାର ମୟୂରଭଞ୍ଜ, ନୂଆପଡ଼ା, ଗଜପତି, ନୟାଗଡ଼ ଜିଲ୍ଲାରେ ସିଭିୟର ହିଟୱେଭ୍ସ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, ବରଗଡ଼ରେ ହିଟୱେଭ୍ସ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। 19 ତାରିଖ ବି ମୟୂରଭଞ୍ଜ, ନୂଆପଡ଼ା, ଗଜପତି, ନୟାଗଡ଼ ଅରେଞ୍ଜ ଆଲର୍ଟ ଦିଆଯାଇଛି। କିଛି ସ୍ଥାନରେ ଅସହ୍ୟ ଖରାରୁ ଆଶ୍ୱସ୍ତି ଆଣିପାରେ କାଳବୈଶାଖୀ ବର୍ଷା। ଓଡ଼ିଶା ଉପକୂଳରେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ହେବ। ଅନ୍ୟପଟେ ପଶ୍ଚିମା ବାୟୁ ଗୁରୁଚାପ ବଳୟ ପ୍ରଭାବରେ ଆସୁଥିବା ଜଳୀୟ ବାଷ୍ପ ସଂସ୍ପର୍ଶରେ ଆସି ବର୍ଷା କରାଇବ। 21 ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା କରାଇବ। 22 ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ବର୍ଷା ହେବ ବୋଲି ଆକଳନ କରିଛି। 23ରେ ମଧ୍ୟ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।